ଭୁଲ ଭୁଲ ତ ମଣିଷ ଅନେକ କରି ବସେ। ଇତିହାସରେ ଏମିତି ଅନେକ ମହାପୁରୁଷ ଅଛନ୍ତି ଯେଉଁମାନେ ନିଜର ଭୁଲ ପାଇଁ ନିଜକୁ ଆଜୀବନ ଜଳାଞ୍ଜଳି ଦେଇଛନ୍ତି। କାହିଁକି ନା ସେହି ଭୁଲ ସେମାନଙ୍କ ପାଇଁ ପାଲଟି ଯାଇଥାଏ ସେମାନଙ୍କ ଧର୍ମ, ସେମାନଙ୍କ ସତ୍ୟ, ସେମାନଙ୍କ କର୍ତ୍ତବ୍ୟ ନିଷ୍ଠତା, ଆଉ ସର୍ବୋପରି ଭାବରେ ସେମାନଙ୍କ ନିଷ୍ଠା। ଯେଉଁ ନିଷ୍ଠାର ଶିକୁଳି ସେଦିନ ମହାରାଜ ଶାନ୍ତନୁଙ୍କୁ ଗଙ୍ଗାଙ୍କ ପାଇଁ ବିଭତ୍ସ ହେବାକୁ ବାଧ୍ୟ କରିଥିଲା, ଯେଉଁ ନିଷ୍ଠାର ଶିକୁଳିରେ ବାନ୍ଧି ହୋଇ ସେଦିନ ମହାରାଜ ଦଶରଥ ପ୍ରାଣପ୍ରିୟ ରାମକୁ 14 ବର୍ଷ ବନବାସ ପଠାଇଥିଲେ, ଆଉ ଯେଉଁ ନିଷ୍ଠାର ଶିକୁଳିରେ ବାନ୍ଧି ହୋଇ ସେଦିନ ହସ୍ତିନାପୁରର ରାଜସଭାରେ ପିତାମହ ଭୀଷ୍ମ ସର୍ବସମ୍ମୁଖରେ ଦେବବ୍ରତରୁ ଭୀଷ୍ମ ପାଲଟିଥିଲେ। ବାସ୍ ସେମିତି କିଛି ଭୁଲ, ସେମିତି କିଛି ନିଷ୍ଠା, ସେମିତି କିଛି ସତ୍ୟ ହୁଏତ ମଣିଷକୁ ଶାନ୍ତିରେ ଶ୍ୱାସ ନେବାକୁ ମଧ୍ୟ ଦେଇ ନଥାଇପାରେ, କିନ୍ତୁ ଧର୍ମ ଫିର୍ ବି ଧର୍ମ ହୋତା ହେ। ଯଦି ଧର୍ମ ପାଳନ ପାଇଁ ଶାନ୍ତନୁ, ଭୀଷ୍ମ ଆଉ ସର୍ବୋପରି ଭଗବାନ ରାମଚନ୍ଦ୍ର ମଧ୍ୟ ଦୁଃଖ ସହିବାକୁ ପଛେଇଲେନି, ତାହେଲେ ଆମେ ମଣିଷ ହେଇ ଦୁଃଖ ସହିବାକୁ ମନ ଊଣା କରିବା କାହିଁକି? ସତ୍ୟମେବ ଜୟତେ, ଧର୍ମର ହେଉ ଜୟ। ଜୟ ଜଗନ୍ନାଥ।